କେଉଁମାନଙ୍କ କ୍ଷେତ୍ରରେ ଭିଟାମିନ୍ ଡି ଅଭାବ ଅଧିକ ଦେଖାଯାଏ। ସୁସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଭିଟାମିନ୍, ପ୍ରୋଟିନ୍ ଓ ମିନେରାଲ୍ସ ନିହାତି ଆବଶ୍ୟକ। ବିଭିନ୍ନ ଭିଟାମିନ୍ ମଧ୍ୟରୁ ଭିଟାମିନ୍ ଡି ସ୍ୱାସ୍ଥ୍ୟ ପାଇଁ ଏକ ଜରୁରୀ ପୁଷ୍ଟିକର ଉପାଦାନ। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ହାଡ଼କୁ ମଜବୁତ କରିଥାଏ। କେଉଁମାନଙ୍କ କ୍ଷେତ୍ରରେ ଭିଟାମିନ୍ ଡି ଅଭାବ ଅଧିକ ଦେଖାଯାଏ, ଆସନ୍ତୁ ଜାଣିବା। ଗାଢ଼ ଚର୍ମ ଥିବା ବ୍ୟକ୍ତି, ଯେଉଁମାନଙ୍କ ଚର୍ମ ରଙ୍ଗ ଗାଢ଼, ସେମାନଙ୍କ ଶରୀରରେ ଭିଟାମିନ୍ ଡିର ଅଭାବ ଦେଖାଯାଏ। ଏହାର କାରଣ ହେଉଛି ସେମାନଙ୍କ ଚର୍ମରେ ପ୍ରଥମ ସ୍ତରରେ ମେଲାନିନ୍ ଥାଏ, ଯେଉଁଥିପାଇଁ ସେମାନେ ଅଧିକ ଭିଟାମିନ୍ ଡି ଆବଶ୍ୟକ କରନ୍ତି। ନନଭେଜ୍ ଖାଉଥିବା ବ୍ୟକ୍ତି, ଯେଉଁମାନେ ଅଧିକ ନନଭେଜ୍ ଖାଆନ୍ତି, ସେମାନଙ୍କ ଶରୀରରେ ଭିଟାମିନ୍ ଡିର ଅଭାବ ଦେଖାଦିଏ। ଶରୀରକୁ ନନଭେଜ୍ରୁ ପ୍ରଚୁର ପ୍ରୋଟିନ୍ ମିଳିଥାଏ, କିନ୍ତୁ ଭିଟାମିନ୍ ଡିର ଅଭାବ ରହିଯାଏ। ଭିଟାମିନ୍ ଡି ପାଇଁ ଯଥାସମ୍ଭବ ପନିପରିବା, ଫଳ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ଖାଇବା ଉଚିତ। ଡେସ୍କରେ ବସି କାମ କରୁଥିବା ଲୋକ, ଆଜିକାଲି ବନ୍ଦ ଅଫିସରେ 9 ଘଣ୍ଟା କାମ କରୁଥିବା ଲୋକଙ୍କ ଶରୀରରେ ଭିଟାମିନ୍ ଡିର ଅଭାବ ଦେଖାଦେଉଛି। ଯେଉଁମାନେ ସକାଳ ସିଫ୍ଟରେ କାମ କରନ୍ତି ଏବଂ ଯେଉଁମାନେ ବିଳମ୍ବିତ ରାତ୍ରିରେ କିମ୍ବା ସନ୍ଧ୍ୟା ସିଫ୍ଟରେ କାମ କରି ସକାଳେ ଶୀଘ୍ର ଉଠି ପାରନ୍ତି ନାହିଁ, ସେମାନେ ମଧ୍ୟ ସକାଳର ସୂର୍ଯ୍ୟକିରଣ ପାଇପାରନ୍ତି ନାହିଁ। ଏପରି ପରିସ୍ଥିତିରେ ଶରୀରରେ ଭିଟାମିନ୍ ଡି ହ୍ରାସ ପାଇବା ଆରମ୍ଭ କରେ। 50 ବର୍ଷରୁ ଅଧିକ ଲୋକ, ବୟସ ବଢ଼ିଲେ ଅନେକ ପ୍ରକାର ରୋଗ ମାଡ଼ି ବସେ। ବୟସ ବଢ଼ିବା ସହିତ ଶରୀରରେ ଭିଟାମିନ୍, ପ୍ରୋଟିନ୍ ଏବଂ କ୍ୟାଲସିୟମ୍ କମିବା ଆରମ୍ଭ କରେ। 50 ବର୍ଷରୁ ଉର୍ଦ୍ଧ୍ୱ ଲୋକ ଏଥିରେ ଶିକାର ହୁଅନ୍ତି। ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।